ଥରେ ଥରେ ଏମିତି ହେଇଥାଏ ଘରେ ଆଳୁକୁ ଛାଡ଼ିଦେଲେ କିଛି ବି ପରିବା ନଥାଏ। ଯଦି ଆପଣମାନଙ୍କ ସହିତ ସେମିତି ହେଇଥାଏ ତ ଆଜି ଚାଲନ୍ତୁ ଆଳିର ଗୋଟେ ସୁପର ଟେଷ୍ଟି ରେସିପି ବନେଇବା, ଯେଉଁଟାକି ଆପଣମାନେ ଭାତ, ରୁଟି, ପରଟା, ପୁରୀ ସହିତ ବେଶ ଆରାମସେ ଖାଇପାରିବେ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ଆଳୁର ଏହି ଟେଷ୍ଟି ତରକାରୀ ବନାଇବା ପାଇଁ ମୁଁ ଏଠି 4ଟା ଆଳୁ ନେଇଯାଇଛି। ଆପଣମାନେ ଆପଣମାନଙ୍କ କ୍ୱାଣ୍ଟିଟି ହିସାବରେ ଆଳୁକୁ କମ୍ ଅଧିକ କରି ନେଇପାରିବେ। ପ୍ରଥମେ କ'ଣ କରିବେ ନା ଆଳୁର ଚୋପାକୁ ଭଲ ଭାବରେ ଛଡ଼େଇ ଦେବେ। ତାପରେ ଆଳୁକୁ କାଟିକିନା ତାକୁ ଭଲ ଭାବରେ ଗୋଟେ ଜାଗାରେ ନେଇକି 2ରୁ 3 ଥର ଭଳିଆ ଭଲ ଭାବରେ ଧୋଇଦେବେ। ତ ଏଠି ଦେଖନ୍ତୁ ଆଳୁକୁ ମୁଁ 2ରୁ 3 ଥର ଭଳିଆ ଭଲସେ ଧୋଇକିନା ରଖିଦେଇଛି। ଏବେ ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସକୁ। ଗ୍ୟାସ୍ ଉପରେ ଗୋଟେ କଡ଼େଇ ବସାଇବା। କଡ଼େଇ ଗରମ ହେଲା ପରେ ସେଥିରେ 2ରୁ 3 ଚାମଚ ଭଳିଆ ଦେବା ସୋରିଷ ତେଲ। ସୋରିଷ ତେଲରେ ଏହି ରେସିପିଟି ବେଶ ଭଲ ଲାଗିଥାଏ। ଏବେ ସେଥିରେ ଦେଇଦେଉଛି 2ଟା ତେଜପତ୍ର, ଖଣ୍ଡେ ଡାଲଚିନି, 2ଟା ଦେବା ଗୁଜୁରାତି, ଅଳ୍ପ ଦେବା ଲବଙ୍ଗ ଆଉ ଗୋଲମରିଚ। ଲବଙ୍ଗ ଗୋଲମରିଚ ମୁଁ ଏଠି ବହୁତ କମ୍ ୟୁଜ୍ କରିଥିଲି। ସବୁ ମସଲା ଭଲ ଭାବରେ ଆମର ଟିକେ ଗରମ ହୋଇସାରିଲା ପରେ ସେଥିରେ ଆମେ ଗୋଟେ ବଡ଼ ସାଇଜ୍ର ପିଆଜକୁ ଏଠି ଛୋଟ ଛୋଟ ଖଣ୍ଡ କରି କାଟିଥିଲି, ତାକୁ ଏବେ ଏଥିରେ ଦେଇଦେବା। ପିଆଜକୁ ଏଠି ଭଲ ଭାବରେ ଭାଜିବେ, ଯେମିତି ପିଆଜ ଆମର ପୁରା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇକି ଭାଜି ହେବ। ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖିଥିବେ। ହାଇ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ କଲର୍ ଆମର ଆସ୍ତେ ଆସ୍ତେ ଚେଞ୍ଜ ହେଇଯିବ। ତ ଏବେ ଦେଖନ୍ତୁ ପିଆଜ ଆମର କଲର୍ ଆସ୍ତେ ଆସ୍ତେ ଚେଞ୍ଜ ହେଉଛି। ତ ଏଠି ମୋର ପିଆଜକୁ ଭାଜିବାର 1ରୁ 2 ମିନିଟ୍ ଭଳିଆ ହେଇଗଲାଣି। ତ ପିଆଜ ଏଠି ଆମର ଭଲ ଭାବରେ ଭାଜି ହେଇଗଲାଣି। ତ ଏଠି ମୁଁ ଦେଇଦେଉଛି ଛେଚିକି ରଖିଥିବା ରସୁଣ, 1 ଚାମଚ ରସୁଣ ଛେଚା ଦେଇଦେଉଛି। ରସୁଣ ଛେଚାକୁ ଦେଇସାରିଲା ପରେ ତାକୁ ମଧ୍ୟ ପିଆଜ ସହିତ ଭଲ ଭାବରେ ଭାଜିବେ। ଯଦି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ ତ ନିଶ୍ଚୟ କରିଦେବେ। ପିଆଜ ରସୁଣ ଏଠି ଆମର ଭଲ ଭାବରେ ଭାଜି ହେଉଥିବା ଭିତରେ ଏବେ ଚାଲନ୍ତୁ ଗୋଟେ ମସଲା ବନେଇଦେବା। ମସଲା ବନେଇବା ପାଇଁ ଏଠି ମୁଁ ଗୋଟେ ହେମଦସ୍ତା ନେଇଯାଇଛି। ଏବେ ସେଥିରେ ଦେବା 1 ଚାମଚ ଧନିଆ, 1 ଚାମଚରୁ କମ୍ ଦେଇଥିଲି ଜିରା, 2ଟା ଦେବା କଞ୍ଚା ଲଙ୍କା, ରାଗ ଆପଣ ଆପଣମାନଙ୍କ ହିସାବରେ ଦେବେ। ଏବେ ସେଥିରେ ଦେଇଦେବା ଖଣ୍ଡେ ଅଦା। ଏବେ ସବୁକୁ ଭଲ ଭାବରେ ଆମକୁ ଛେଚିବା। এই ରେସିପିରେ ଆମେ ଟୋଟାଲି ବି ବଟା ମସଲା ୟୁଜ୍ କରିନେ, ଛେଚା ମସଲା ହିଁ ବନେଇବା, ବହୁତ ହିଁ ବଢ଼ିଆ ଲାଗିବ। ତ ଏବେ ଦେଖନ୍ତୁ ମୋର ମସଲା ଏଠି ଭଲ ଭାବରେ ଛେଚି ହେଇଗଲାଣି। ବଟା ମସଲା ଅପେକ୍ଷା ଏମିତି ଛେଚା ମସଲାରେ ତରକାରୀ ବେଶ ଭଲ ଲାଗିଥାଏ। ଆପଣ ଯେକୌଣସି ତରକାରୀ ବନାନ୍ତୁ ଏମିତି ଛେଚା ମସଲା ଦେଇ ବନେଇବେ, ସେଟା ବହୁତ ହିଁ ବଢ଼ିଆ ଲାଗିଥାଏ। ତ ଏଠି ଦେଖନ୍ତୁ ପିଆଜ ରସୁଣ ମୋର ଭଲ ଭାବରେ ଭାଜି ହେଇଗଲାଣି। ଛେଚା ମସଲାକୁ ଏବେ ମୁଁ ଏଥିରେ ଦେଇକିନା ଆକୁ ଆଉ 2ରୁ 3 ମିନିଟ୍ ପାଇଁ ଭଲ ଭାବରେ ଭାଜିଦେବି। ଧନିଆ ଆଉ ଜିରାକୁ ଦେଇକି ଏମିତି ଭାଜିଲା ବେଳେ ବାସ୍ନାଟା ବହୁତ ହିଁ ବଢ଼ିଆ ଆସେ। ତ ମସଲା ଏଠି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ମସଲା ଏଠି ଭଲ ଭାବରେ ଭାଜି ହେଇଗଲାଣି। ଏବେ ସେଥିରେ ଗୋଟେ ଟମାଟୋକୁ କାଟିକିନା ଦେଇଦେବା। ଏଠି ଗୋଟେ ବଡ଼ ସାଇଜ୍ର ଟମାଟୋ ନେଇଥିଲି। ଏବେ ଟମାଟୋକୁ ଦେଇକିନା ଆକୁ ଭଲ ଭାବରେ ଏଠି ଆମେ ଭାଜିବା। ଆପଣମାନେ ଚାହିଁଲେ ଟମାଟୋକୁ ଏଠି ବାଟିକି ମଧ୍ୟ ନେଇପାରିବେ। ଯେହେତୁ ମୁଁ ଆଜି ସବୁ ଛେଚା ମସଲା ହିଁ ବନାଉଛି ତ ଟମାଟୋକୁ ମୁଁ ବାଟିକି ନେଇନି, ଏମିତି କାଟିକି ହିଁ ନେଇଯାଇଛି। ଏବେ ସେଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ହଳଦୀ ଗୁଣ୍ଡ ଦେଇଥିଲି ହାଫ୍ ଚାମଚରୁ କମ୍ ଦେଇଥିଲି କାଶ୍ମୀରୀ ରେଡ୍ ଚିଲି। କାଶ୍ମୀରୀ ରେଡ୍ ଚିଲି ଟିକେ କଲର୍ ପାଇଁ ୟୁଜ୍ କରିଥିଲି। 1 ଚାମଚ ଦେଇଥିଲି କରି ପାଉଡ଼ର, ହାଫ୍ ଚାମଚ ଦେଇଥିଲି ଲଙ୍କା ଗୁଣ୍ଡ। ଏଇଟା ରାଗ ଲଙ୍କା ଗୁଣ୍ଡ ଥିଲା ତ ଏଥିରେ ମୁଁ ହାଫ୍ ଚାମଚ ଦେଇଥିଲି। ଏବେ ସେଥିରେ ଆମେ ଅଳ୍ପ ପାଣି ଦେଇକି ୟାକୁ ଭଲ ଭାବରେ କଷେଇବା। ମସଲାଟାକୁ ଯେତେ ଭଲ ଭାବରେ କଷେଇବେ ନା ତରକାରୀଟା ଖାଇବା ପାଇଁ ସେତେ ଭଲ ଲାଗିଥାଏ। ଏବେ ୟାକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଟିକେ ଏପଟ ସେପଟ କରି ଗୋଳେଇ ଦେବେ। ତାପରେ ଫ୍ଲେମ୍କୁ ପୁରା ଲୋ କରିଦେଇକି ୟାକୁ କଭର୍ କରିଦେଇକି 5ରୁ 7 ମିନିଟ୍ ପାଇଁ କଷେଇବା ପାଇଁ ଛାଡ଼ିବା। ଏଠି ମୁଁ ୟାକୁ ଏବେ ଭଲ ଭାବରେ ଗୋଳେଇ ସାରିଲାଣି। ଏବେ ୟାକୁ କଭର୍ କରିଦେବା। କଭର୍ କରିକି 5ରୁ 7 ମିନିଟ୍ ପାଇଁ ଛାଡ଼ିବା। କଭର୍ ମଝିରେ ମଝିରେ କାଢ଼ିକିନା ଚେକ୍ କରିଥିବେ, ନହେଲେ ମସଲା ତଳୁ ଲାଗିଯିବ। 2ରୁ 3 ମିନିଟ୍ କଷେଇବା ପରେ ମୁଁ ଏଠି ଘୋଡ଼ଣୀ କାଢ଼ିଥିଲି। ଏବେ ମସଲାକୁ ତଳ ଉପର କରି ଟିକେ ଲୋଟେଇ ଦେବା। ତାପରେ ଏଥିରେ ମୁଁ ଦେଇଦେଉଛି ଅଳ୍ପ କସ୍ତୁରୀ ମେଥି। କସ୍ତୁରୀ ମେଥିକୁ ହାତରେ ଏମିତି ମକଚିକିନା ଦେଇଦେବେ। କସ୍ତୁରୀ ମେଥିର ବାସ୍ନାଟା ଆଳୁ ତରକାରୀରେ ବହୁତ ହିଁ ବଢ଼ିଆ ଆସିଥାଏ। କସ୍ତୁରୀ ମେଥି ଦେଇସାରିଲା ପରେ ତାକୁ ଭଲ ଭାବରେ ଏବେ ଗୋଳେଇ ଦେବା। ଏବେ ୟାକୁ ପୁଣି କଭର୍ କରିକି ଆଉ 3ରୁ 4 ମିନିଟ୍ ପାଇଁ କଷେଇବା ପାଇଁ ଛାଡ଼ିବା। ଆଳୁ ତରକାରୀ ତ ଆପଣମାନେ ବିଭିନ୍ନ ଉପାୟରେ ବନେଇଥିବେ, ଥରେ ଏହି ଉପାୟରେ ନିଶ୍ଚୟ ଟ୍ରାଏ କରନ୍ତୁ। ମୋ ପରି ଆପଣମାନଙ୍କୁ ମଧ୍ୟ ଏହି ତରକାରୀଟା ନିଶ୍ଚୟ ଭଲ ଲାଗିବ। ତ ଏଠି ଦେଖନ୍ତୁ ମସଲାର କଲର୍ଟା ତ ବହୁତ ଭଲ ଲାଗୁଛି। ଏବେ ୟାକୁ କଭର୍ କରିକି ଆଉ 3ରୁ 4 ମିନିଟ୍ ପାଇଁ ଆମେ ଛାଡ଼ିଦେବା। 3ରୁ 4 ମିନିଟ୍ ପରେ ଏବେ କଭର୍ କାଢ଼ିବା। ତ ଦେଖନ୍ତୁ ତେଲ ଆମର ସବୁ ମସଲାରୁ ଛାଡ଼ିଗଲାଣି। ତ ମସଲା ଏଠି ଆମର ବହୁତ ଭଲ ଭାବରେ କଷି ହେଇଗଲାଣି। ତ ମସଲାକୁ ଆଉ ଟିକେ ମୁଁ ଏପଟ ସେପଟ କରି ଗୋଳେଇ ଦେଉଛି। ଏବେ ସେଥିରେ ଆମେ ଆଳୁକୁ ଆଡ଼୍ କରିବା। ଯେହେତୁ ମୁଁ ସିଝା ଆଳୁ ନେଇନଥିଲି, କଞ୍ଚା ଆଳୁ ନେଇଥିଲି, ଏହି ଷ୍ଟେଜ୍ରେ ହିଁ ଆମେ ଆଳୁକୁ ଆଡ଼୍ କରିଦେବା। ଆପଣମାନେ ଚାହିଁଲେ ଆଳୁକୁ ଏଠି ଭାଜିକି ମଧ୍ୟ ନେଇପାରିବେ। ମୁଁ ଏଠି ଆଳୁକୁ ଭାଜି ନଥିଲି, ଏମିତି ହିଁ ନେଇଥିଲି। ଯଦି ଆପଣମାନେ ଆଳୁକୁ ଭାଜିବେ ତ ଆଗରୁ ଆଳୁକୁ ଭାଜିକିନା ରଖିଦେଇଥିବେ, ତାପରେ ଏହି ଷ୍ଟେଜ୍ରେ ଆଳୁକୁ ଏଠି ଆଡ଼୍ କରିବେ। ତ ଏଠି ଆଳୁକୁ ଭଲ ଭାବରେ ମସଲା ସହିତ ଟିକେ ଗୋଳେଇ ଦେବା। ଯେହେତୁ ଆମେ ଆଳୁକୁ ଭାଜିନେ, ଆଳୁ କଞ୍ଚା ବି ଅଛି, ମସଲା ସହିତ ଆଳୁ ଆମର ଟିକେ ସିଝିଯିବ। ଆଳୁକୁ ଏଠି ଭଲ ଭାବରେ ମସଲା ସହିତ କଷେଇ ସାରିଲା ପରେ ଆକୁ ଘୋଡ଼େଇକିନା ଆଉ 3ରୁ 4 ମିନିଟ୍ ପାଇଁ ଆମେ ଛାଡ଼ିଦେବା। ତ ଏଠି ମୋର ମସଲା ସହିତ ଆଳୁ ଭଲ ଭାବରେ ଗୋଳେଇ ହେଇଗଲାଣି। ଏବେ ଆଉ କଭର୍ କରିଦେବା, ଆଉ 3-4 ମିନିଟ୍ ପାଇଁ ଛାଡ଼ିଦେବା।
तीन रु 4 मिनिट पर एबे कभर काढ़ा। तो एबे देखंतु आलू आमर कषि हबार 3 रु 4 मिनिट भाया हो गलानी। एबे याकू आउ थरे टिके एपट सेपट करके भल भाव में गोलई दबा। तापरे एथिरे आमे पानी ऐड करबा। मसलारू बहुत बढ़िया बास्ना आसूची एठी। तो ये मसला को कषेबार 10 रु 12 मिनिट भाया हो गलानी। जेहेतु आम मसला को 7 रु 8 मिनिट भाया आगुरी कषाई आलू सहित 2 रु 3 मिनिट पर्यंत कषाई तो 10 रु 12 मिनिट पर्यंत मसलाटी कषि जाइए। मसलारू बहुत बढ़िया बास्ना आसूची। तो ये मु पानी दे दूची। एठी मु गोटे ग्लास भाया पानी देती। आपन को जेतिकी ग्रेवी दरकार से हिसाब से आपण मैंने पानी यूज करेंगे। तो मत ये बहुत कम ग्रेवी दरकार था से मुझे गोटे ग्लास भाया पानी देती। एवं आम कभर करदे। कभर करके 15 मिनिट सिझापी छाड़ा। जेहेतु मुझे कंचा आलू नहीं तो टिके टाइम लगे मुझे 15 मिनिट छाड़ी दूसरी सिझापी। गैस फ्लेम को लो करदे। लो फ्लेम आगे 15 मिनिट छाड़े। 15 मिनिट पर एबे घोड़णी काढ़ा। तो देखो तरकारीटा देखापी केते सुंदर लगुच। तो ये चेक करदे आम आलूटा भल भाव में सिझी कि नहीं। तो ये देखो आलू भी आमर पूरा भल भाव में सिझी जाइए। एटी गोटे डंकी साहाय्य एमती टिके दबे दबे देवे जमती अल्प अल्प आलू आमर पूरा दबिज। तो आलू सब गोटा गोटा अच्छी। अल्प अल्प आलू को एमती टिके गुंड भाया करदे। तो तरकारीटा बहुत बढ़िया लगे खावाई। डंकी साहाय्य आलू को दबे सारापर एबे से देदेबा धनिया पत्र। एटी मु अल्प धनिया पत्र को पूरा गुंड करके रखी। एबे से देदेबा धनिया पत्र को दे सारापर या भल भाव में गोलईदेबा। एबे आमर प्रस्तुत हो गला मसला आलू तरकारी। आपको आपण मैंने रुटी पूरी परोटा भात जो थे भी खातु सबुथ खायापी बहुत ही बढ़िया लगी है। आशा करुँची आपण मानक आज रेसिपीटी निश्चय भल लगी। तो पुणी आसबि गोटे नुआ रेसिपी नहीं से पर्यंत रोचे। नमस्कार। जय जगन्नाथ।